କାହିଁ କେଉଁ କାଳରୁ ମା ବୁଢ଼ୀ ମଙ୍ଗଳା କପାଳେଶ୍ୱର ଗ୍ରାମର ଗ୍ରାମ ଦେବତୀ ରୂପେ ପୂଜା ପାଇ ଆସୁଥିଲେ ଅସ୍ଥାୟୀ ମଣ୍ଡପରେ। ଦୀର୍ଘ ଦିନରୁ ମାଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀମାନେ ଉଦ୍ୟମ କରିଥିଲେ ବି ମାର ଆଜ୍ଞା ବିନା ସବୁ ଅସମ୍ଭବ ଥିଲା। 1999 ମସିହା ବାତ୍ୟା ପରେ ମା ପୂଜା ପାଉଥିବା ବରଗଛ ଉପୁଡ଼ି ଯିବାରୁ ମା ଅସୁରକ୍ଷିତ ଭାବେ ପୂଜା ପାଉଥିଲେ। ପରେ ମାଙ୍କ ପାଇଁ ଏକ ଅସ୍ଥାୟୀ ଘର ତିଆରି କରି ତାହାରି ଭିତରେ ମାଙ୍କ ପୂଜାର୍ଚ୍ଚନା କରୁଥିଲେ। ଦୀର୍ଘ ବର୍ଷ ବିତିଗଲା ପରେ ମାଙ୍କ କରୁଣା ହେବାରୁ 2023 ମସିହା ଫେବୃଆରୀ 24 ତାରିଖରେ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇ 2024 ମସିହା ଫେବୃଆରୀ 22 ତାରିଖରେ ମନ୍ଦିର ନିର୍ମାଣ କାର୍ଯ୍ୟ ଗୋଟେ ବର୍ଷ ଭିତରେ ସମ୍ପୂର୍ଣ୍ଣ ହୋଇ ମାଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇ ନୂତନ ମନ୍ଦିରରେ ପୂଜା ପାଉଛନ୍ତି ମା। 35 ଲକ୍ଷ ଟଙ୍କା ବ୍ୟୟରେ ଏହି ନୂତନ ମନ୍ଦିର ନିର୍ମାଣ କରାଯାଇଛି। 21 ତାରିଖ ବୁଧବାର ଅଙ୍କୁରାରୋପଣ ଓ ଅଧିବାସ, 22 ତାରିଖ ଗୁରୁବାର କଳସ ଯାତ୍ରା, ମନ୍ଦିର ପ୍ରତିଷ୍ଠା ଓ ମା ବୁଢ଼ୀ ମଙ୍ଗଳାଙ୍କର ସିଂହାସନ ବିଜେ। 23 ତାରିଖ ଶୁକ୍ରବାର ମାଙ୍କର ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ, ଯଜ୍ଞକର୍ମ ଓ ପୂର୍ଣ୍ଣାହୁତି। 24 ତାରିଖ ଶନିବାର ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଇ ଅନ୍ତିମ ଦିନ 25 ତାରିଖ ରବିବାର ନଗର ପରିକ୍ରମା ଅନୁଷ୍ଠିତ ହେବ। ମାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଉଛନ୍ତି। ମୁଁ ପୀତାମ୍ବର ମହାପାତ୍ର ମା ବୁଢ଼ୀ ମଙ୍ଗଳାଙ୍କର ପଦସେବାକାରୀ, କପାଳେଶ୍ୱର ଗ୍ରାମ ପଞ୍ଚାୟତର ଆରାଧ୍ୟ ଦେବୀ ମା ବୁଢ଼ୀ ମଙ୍ଗଳା। 5 ଖଣ୍ଡ ଇଲାକାରେ ସମସ୍ତେ ମାଙ୍କୁ ମାନନ୍ତି। ମା ସମସ୍ତଙ୍କୁ କାନିରେ ପଣ ଘୋଡ଼େଇ ରଖନ୍ତି। ଯେତେ ବିପଦ ଆସିଛି କରୋନା ସମୟରେ ମଧ୍ୟ ସେ ଆମକୁ କାନି ପତେଇକି ରଖିଛନ୍ତି। ଆମ ଗାଁରୁ କେହି ଜଣେ ମୃତାହତ ବି ହେଇନାହାନ୍ତି। ସେମିତି ବୟସ ହେଲେ ମରନ୍ତି ଲୋକ, କିନ୍ତୁ ଏମିତି ବିପଦରେ ପଡ଼ିକିରି କେବେ ମୃତ୍ୟୁବରଣ କରିନାହାନ୍ତି। ଏବଂ ଗ୍ରାମବାସୀମାନଙ୍କର ଅକ୍ଳାନ୍ତ ପରିଶ୍ରମରେ ଏବଂ କେତେଜଣ ଛୋଟ ଛୋଟ ପିଲାମାନଙ୍କର ଅକ୍ଳାନ୍ତ ପରିଶ୍ରମରେ ମାଙ୍କର ନୂତନ ମନ୍ଦିର ତିଆରି କରାଯାଇଛି। ଏବଂ 99 ସମୟରେ ମା ଯେତେବେଳେ ବାତ୍ୟା ହେଇଥିଲା, ଗୋଟେ ବରଗଛ ମୂଳେ ଖୋଲାରେ ଥିଲେ, ସେ ବରଗଛ ଉପୁଡ଼ିଗଲା, ପାଚେରୀ ମଧ୍ୟ ଭାଙ୍ଗିଗଲା, ମେରାମି ଭାଙ୍ଗିଗଲା ପରେ ଆମେ ପିଲାମାନେ କିଛି ବସିକିରି ଅର୍ଥ ଆଦାୟ କରି ମାଙ୍କର ଗୋଟେ ଛୋଟ କୋଠା ଛାତ ପକା ଘର କରିଥିଲୁ। ମା ସେଠିରେ ରହୁଥିଲେ। କ୍ରମଶଃ ମା ସବୁ 7 ଭଉଣୀଙ୍କ ଭିତରେ ଇଏ ହେଉଛନ୍ତି ଅଗ୍ରପୂଜ୍ୟ ବଡ଼ ଭଉଣୀ। ସବୁ ଭଉଣୀ ଯାକ ମନ୍ଦିରରେ ପଶିଲା ବେଳେ ବହୁତ ମନରେ ଦୁଃଖ ଥାଏ। ଭାବେ ଆମେ ଗୋଟେ ହତଭାଗ୍ୟ ସନ୍ତାନ, ଆମେ ମାଙ୍କର ମନ୍ଦିର କରିପାରିବାନି। ଦୀର୍ଘ 40 ବର୍ଷର ପ୍ରତୀକ୍ଷା ମା ଆଜି ପୂରଣ କରିଛନ୍ତି। ଗ୍ରାମବାସୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଏବଂ ମୋ ଛୋଟ ଛୋଟ ପୁଅମାନଙ୍କର ବହୁତ କଠିନ ପରିଶ୍ରମରେ ଦିନ ରାତି ସେବା କରି ମାଙ୍କର ମନ୍ଦିର ନିର୍ମାଣ କରିଛନ୍ତି। ଗତ ବୁଧବାର ଦିନ ମାଙ୍କର ଶୁଭାଧିବାସ, ଗୁରୁବାର ଦିନ ପ୍ରତିଷ୍ଠା, 4ଟା 16 ସମୟରେ ମାଙ୍କର ମନ୍ଦିର ବିଜେ ଏବଂ ପୂର୍ଣ୍ଣାହୁତି, ଶୁକ୍ରବାର ପୂର୍ଣ୍ଣାହୁତି, ଶୁକ୍ରବାର ଅଧିବାସ ଏବଂ ଅଷ୍ଟମ ପ୍ରହର ନାମଯଜ୍ଞ, ରବିବାର ହେଉଛି ଉଦ୍ଯାପନ। ଏହିସବୁ କାର୍ଯ୍ୟମାନଙ୍କ ମାଙ୍କ ଉପସ୍ଥିତିରେ ହେଇଥାଏ। କେଉଁ ଦିନର ଅନୁଷ୍ଠାନ ଅଷ୍ଟପ୍ରହରୀ ତାକୁ ମଧ୍ୟ ଆମେ ବି କହିପାରିବୁନି। ମୋ ବାପା କହନ୍ତି ଅଷ୍ଟପ୍ରହରୀ ହେଉଥିଲା, ମୁଁ ମଧ୍ୟ ଦେଖିଛି ଅଷ୍ଟପ୍ରହରୀ ହେଉଛି, ମୋ ପୁଅ ଦେଖୁଛି ଅଷ୍ଟପ୍ରହରୀ ହେଉଛି, ମୋ ନାତି ବି ଦେଖୁଛି ଅଷ୍ଟପ୍ରହରୀ ହେଉଛି। କିନ୍ତୁ କ'ଣ ହେବ, ମାଙ୍କର ଆଶୀର୍ବାଦ କରୁଣା କୃପା ଭିକ୍ଷା ନହେଲେ ଏ କାମ କେବେ ଆମେ ନିର୍ବିଘ୍ନରେ କରିପାରିବୁ, ଏ ଆମର ଆଶା ନଥିଲା। ଯାହା ହଉ ଅକ୍ଳାନ୍ତ ପରିଶ୍ରମରେ ଯାହା ହଉ ଏ କାମ ସମାପନ ହେବାକୁ ଯାଉଛି। ମାଙ୍କର ଏତିକି କରୁଣା ସେଇ କପାଳେଶ୍ୱର ଗ୍ରାମବାସୀମାନଙ୍କୁ ଏବଂ ମୋର ଛୋଟ ଛୋଟ ପୁଅମାନଙ୍କୁ ସବୁବେଳେ ପନ ତଳେ ଘୋଡ଼ାଇ ରଖୁ। ମୁଁ ଏତିକି ମାଙ୍କ ପାଖରେ ପ୍ରାର୍ଥନା କରୁଛି। ପ୍ରତାପ ମହାପାତ୍ର, ଗ୍ରାମ ପଞ୍ଚାୟତର ସମିତି ସଭ୍ୟ, ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି।
आमर जन्म नाला माँ घर बरगछ मूले सिंहासन स्थापना से पूजा पाते बहुत पुराणा मंदिर खाली लोक आम जहाँ कहती गछ बेले पानी ढाली पूजा करते 1996 मसीह से आम माटी पास कर ग्रामवासी किसी लोक 4टी पिलर दे छात पकई गोटे मंदिर निर्माण करते छात घर को आई से बरगछ पुराणा बरगछ से मंदिर पछरे थिला तार दुनिया नंबा एरिया विस्तार कथा 1999 बात्यार से बरगछ उपुड़ी जाइला तापर मंदिर को जो 4टी पिलर था आम जत्न करी माँ को रखिलु आमर गोटा बहुत दिन स्वप्न थिला मंदिरटी तैयारी हम बाधा विघ्न भितर मंदिर हो पार नाला ता 2000 बहुत माने नाई नाई बहुत खर्च तापर पिला माने तो छोट छोट था वयस्क लोक यही नाम यज्ञ चली नाम यज्ञ 150 वर्ष उर्ध हम पुराणा माँ को अगिरा पूर्णिमा अष्टपरी नाम यज्ञ हुए से आमर युवक छोट छोट पिला युवक किसी मिसिकी कहले माँ को मंदिर स्थापन करिया सबु जगार मंदिर होची आम गाँव में मंदिर हम से आर वर्ष यही अष्टपरी नाम यज्ञ पर समस्त बसी गाँव सार जतक लोक आम ग्रामर अधीन जाऊ डकाला समस्त बसी उपस्थित विचार कलु मंदिर निर्माण हम से 23 दिन तारीख जो थिला आमर दोल पूर्णिमा से दिन मंदिर शुभ उद्घाटन करूँ मंदिर जे शुभ स्थापन हम ता जगार पूजा पाठ मंदिर कार्य यही दोल पूर्णिमा दिन आरंभ होता अगिरा पूर्णिमा शेष होता 11 मासरे मंदिर ठिया ये मंदिर ग्रामवासी उद्देश्य समस्त ये सहयोग सबू पिला जतक युवक ग्राम लोक सहयोग समस्त सहयोग मंदिर स्थापन होमें बहुत खुशी मंदिर आम गाँव मंदिर माँ आम गाँव को घंट बढ़ाई रखता जी माँ का पाखर प्रार्थना। केन्द्रापड़ारू प्रभासिन दास का रिपोर्ट प्रयाग खबर।